ପୋଲିସର ଅତର୍କିତ ଚଢ଼ାଉ ବଞ୍ଚିଗଲା 400 ଜୀବନ। ସମସ୍ତଙ୍କ ଜୀବନ ମୂଲ୍ୟବାନ, ସେ ମଣିଷ ହେଉ କି ଜୀବଜନ୍ତୁ। ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବେ ବଞ୍ଚିବା ପାଇଁ ଆଇନ ଭରସା। ହେଲେ ଅନେକ କ୍ଷେତ୍ରରେ ତଳତଳାଙ୍କ ଉପରେ ଛାଟ ବାଜୁଥିବା ବେଳେ ବଡ଼ ବଡ଼ିଆ ଅନାୟାସରେ ଛାଡ଼ ପାଉଛନ୍ତି ଆଲୋଚନା ହେଉଥିବାର ଦେଖିବାକୁ ମିଳେ। ଆଉ ଏହି ଆଲୋଚନାରୁ ପର୍ଯ୍ୟାଲୋଚନା ମାଧ୍ୟମରେ ଅତର୍କିତ ଚଢ଼ଉ କରି ପୋଲିସ 400 ନିରୀହ ଜୀବଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇବାରେ ସଫଳ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା କଳମା ପଞ୍ଚାୟତ ଅଧୀନ ରାସଗୋବିନ୍ଦପୁର ଓ ତାଳପଦା ଗ୍ରାମରୁ। ତେବେ ଏଠାରେ ଅସ୍ଥାୟୀ ଭାବେ ଟେଣ୍ଟ ଲଗାଇ ଶହ ଶହ ସଂଖ୍ୟାରେ ଗୋରୁ ରଖାଯାଇଥିଲା। ଆଉ ଏଗୁଡ଼ିକୁ ବେଆଇନ ଭାବେ ପଡ଼ୋଶୀ ବାଂଲାଦେଶକୁ ଚୋରାଚାଲାଣ ହୋଇଥାନ୍ତା ବୋଲି ଚର୍ଚ୍ଚା ହେଉଛି। ଏନେଇ କୌଣସି ସୂତ୍ରରୁ ଖବର ପାଇ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ 4ଟି ଥାନା ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଥିବାବେଳେ ପୂର୍ବାହ୍ନ 10ଟା ସୁଦ୍ଧା 400 ପାଖାପାଖି ଗାଈ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ବେଆଇନ ଗୋଚାଲାଣ ବାବଦରେ ବିଶେଷ ସୂତ୍ରରୁ ଖବର ପାଇ ଅତିରିକ୍ତ ଏସ୍ପି ଦୀପକ ଗୋଛାୟତ ମାଜିଷ୍ଟ୍ରେଟ ଏବଂ ପ୍ରାଣୀ ଚିକିତ୍ସକ ଟିମ୍ ସହିତ ବୈଶିଙ୍ଗା, ବଡ଼ସାହି, ମୋରଡ଼ା ଏବଂ ରାସଗୋବିନ୍ଦପୁର ଥାନା ଅଧିକାରୀଙ୍କୁ ନେଇ ମିଳିତ ଭାବେ ଏକ ସଶସ୍ତ୍ର ପୋଲିସ ଫୋର୍ସ ସହ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଅସ୍ଥାୟୀ ଟେଣ୍ଟଗୁଡ଼ିକର ବେଆଇନ ଚାଲାଣ ନିମନ୍ତେ ରଖାଯାଇଥିବା ପାଖାପାଖି 400 ଗାଈଗୋରୁଙ୍କୁ ଉଦ୍ଧାର କରାଯାଇଛି। ଅସ୍ଥାୟୀ ଟେଣ୍ଟରୁ ଉଦ୍ଧାର ଗାଈଗୋରୁଗୁଡ଼ିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଅସୁସ୍ଥମାନଙ୍କୁ ପ୍ରାଣୀ ଚିକିତ୍ସକ ଟିମ୍ ଆବଶ୍ୟକ ଯୋଗାଇ ଦେଇଛନ୍ତି। ଉଦ୍ଧାରର ଶହ ଶହ ଗାଈଗୋରୁଙ୍କୁ ଆଖପାଖରେ ଥିବା ବିଭିନ୍ନ ଗୋଶାଳାମାନଙ୍କୁ ସ୍ଥାନାନ୍ତରିତ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ଆଖପାଖରୁ ବିଭିନ୍ନ ଗାଁମାନଙ୍କରୁ ଚୋରି ହୋଇଥିବା ବଳଦ ଓ ଗାଈଗୁଡ଼ିକ ମଧ୍ୟ ସେଠାରେ ଥିବା ନେଇ ପଶୁପାଳକମାନେ ଚିହ୍ନଟ କରିଛନ୍ତି ବୋଲି ଆଲୋଚନା ହେଉଛି। ଫଳରେ ଅନେକ ସମୟରେ ହୋଇ ଆସୁଥିବା ଗୋରୁ ଚୋରି ସହିତ ଏହି ଗୋଷ୍ଠୀର ସିଧାସଳଖ ଯୋଗସୂତ୍ର ଥିବାର ସନ୍ଦେହ ପ୍ରକାଶ ପାଉଥିବା ବେଳେ ଏହି ରହସ୍ୟ ଉନ୍ମୋଚନ କରିବା ଦିଗରେ ଆଗକୁ କି ପଦକ୍ଷେପ ନେଉଛି ପୋଲିସ ତା ଉପରେ ଏବେ ସମସ୍ତଙ୍କ ନଜର ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଅତିରିକ୍ତ ଏସ୍ପି ଦୀପକ ଗୋଛାୟତଙ୍କ ନେତୃତ୍ୱରେ 4ଟି ଥାନାର ଅଧିକାରୀ ଓ ସଶସ୍ତ୍ର ପୁଲିସ ଫୋର୍ସ ମିଳିତ ଭାବେ ଚଢ଼ାଉ କରି ଏକକାଳୀନ 400 ପାଖାପାଖି ଗାଈଗୋରୁଙ୍କୁ ଉଦ୍ଧାର କରିବା ଘଟଣା ଏକ ବଡ଼ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସେହିପରି ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରାଣା ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଛି।